କିନ୍ତୁ ଏଇ ଲୋକଟାର ଯେହେତୁ କ୍ରୁଦୃଷ୍ଟି ଥିଲା ମତେ ପ୍ରତିଥର ଯୋଉ ମାନେ ଖରାପ ଭାଷାରେ ଅଶ୍ଳୀଳ ଭାଷା ପୁରା ପ୍ରୟୋଗ କରିକି ମିଟିଂ ରେ ସବୁ ଗାଳି କରୁଥିଲା। ଆଜ୍ଞା ଆଉ କରିକି ପୁରା ମେଣ୍ଟାଲ ହାରାସ କରିକି ଆଇ ଲଷ୍ଟ ମାଇ ଚାଇଲ୍ଡ। ଆଉ ମୋର ପ୍ରଥମ ଛୁଆଟା ଖରାପ ହେଇଛି ତା ଯୋଗୁଁ। ଆଉ ମୁଁ ଥିଲି ତେନ୍ତୁଳି ଖୁଣ୍ଟି ବିଡିଓ ନବରଙ୍ଗପୁର ଜିଲ୍ଲାରେ। ସେତେବେଳେ ମୁଁ ବାହା ହେଇନଥାଏ। ଏଇ ଲୋକଟା ସେତେବେଳେ ଥାନ୍ତି ଏପିଡି ଆଡମିନ୍ ଡିଆରଡିଏ ରେ। ତ ସିଏ ରତ୍ନାକର ସାହୁ ଥାନ୍ତି। ସେ ପ୍ରତିଦିନ ମୋ ବ୍ଲକ କୁ ଚାଲି ଆସନ୍ତି। ମୁଁ ଫିଲ୍ଡ ଯାଇଥାଏ କିନ୍ତୁ ଜବରଦସ୍ତି ଆସନ୍ତି, ଆସିକି ମତେ ଟିକେ ବିରକ୍ତ କରନ୍ତି। ସେ ସଞ୍ଜ ବେଳକୁ ଡାକନ୍ତି 6ଟା ବେଳକୁ ମିଟିଂ ଆସିବ। ଅନ୍ୟମାନେ ଯାଆନ୍ତି, ମୁଁ ଥରେ ଦିଥର ଗଲି, ମତେ ଟିକେ ହାରାସ କଲା ଭଳିଆ କଥାବାର୍ତ୍ତା କଲେ, ପୁଣି ପ୍ରତିଥର ଏମିତି ଡାକିଲେ। ସବୁ ମିଟିଂ ରେ ମତେ ମାନେ ବହୁତ ଖରାପ କଥା ଗୁଡା କହନ୍ତି। କୋଉ ଇୟର ର କଥା ଘଟଣା? ଏଇ ଘଟଣା ଭାଇ 2021-22 ର କଥା ମୁଁ କହୁଛି। 2021-22 ସେ 2022 ରେ ମୁଁ ସେଠୁ ଯେତେବେଳେ ମତେ ଇଏ କରାହେଲା, ମୁଁ ଯାଇକି ସିଏମ ଙ୍କ ଗ୍ରିଭାନ୍ସ ରେ ମୁଁ ତାଙ୍କ ବିରୁଦ୍ଧରେ ଦେଲି। ସେ ମତେ କୋଭିଡ ରେ ଟଙ୍କା ମାଗିଥିଲେ। ଆଉ ସବୁ ପଞ୍ଚାୟତ କୁ ଯେହେତୁ ଆମର ଟଙ୍କା ଯାଉଥିଲା, ଆମେ ତାଙ୍କୁ କୁଆଡୁ ଟଙ୍କା ଦେଇଥାନ୍ତୁ। ତାପରେ ସେ ପ୍ରତି ସପ୍ତାହ ସେ ଦେବୀ ପ୍ରସାଦ ଟାଲି ବୋଲି ଗୋଟେ ଏପିଡି ଆଡମିନ୍ ଥିଲେ, ତାଙ୍କୁ ପଠେଇ ମତେ ହଇରାଣ ହରକତ କଲେ। କରିକି ମାନେ ଏମିତି କଲେ, ଶେଷକୁ ମୋର ମାନେ ଛୁଆଟା ମିସକେରେଜ ହେଇଗଲା। ମୋ ନୂଆ ବାହା। ତାପରେ ଆଉ ମତେ ତ ସସ୍ପେଣ୍ଡ କରିଥାନ୍ତି, ମୁଁ ତାଙ୍କୁ ଲଢି ପାରିଲିନି ଯେହେତୁ ଗଭର୍ଣ୍ଣମେଣ୍ଟରେ ତାଙ୍କର ଭଲ ହାତ ଥାଏ ନବୀନ ପଟ୍ଟନାୟକ ଅଫିସ ରେ।